ସକାଳୁ ସକାଳୁ ବାପା ପୁଅଙ୍କର ଚାଲିଥିଲା ସେଇଟା ପୁଣି ଗାଡି ଭିତରେ ଖେଳ। ଯେମିତି ଡ୍ୟୁଟି ଯିବାର ଟାଇମ ହେଇଗଲା ସ୍ୱାମୀ ଡ୍ୟୁଟି ଯିବା ପୂର୍ବରୁ ଆମକୁ ଗାଡିରେ ବୁଲେଇ ଦେଇଥିଲେ 2 ଥର। ଘରକୁ ଆସିବା ପୂର୍ବରୁ ସ୍ୱାମୀଙ୍କ ପକେଟଟା କରିଥିଲୁ କଣ କଣ ପାଇଲୁ ମାନେ ପକେଟ ଖାଲିଲୋ। ଗୋଟେ ଦୋକାନରେ ଅଟକାଇ ଆଣିଥିଲୁ ଚକୋଲେଟ କୋଲେଗେଟ ମଟର ଚଣା। ବହୁତ ଦିନ ପରେ ଆଜି ସିଗାରେଟ ଗୋଟେ ଟଣା ହେଲା। ଛିଲୋ ଖାଉରି ସିଗାରେଟ ପିଉଛୁ ରହ ତ ଲିଭର ହବ ଚିକେନ ତନ୍ଦୁରୀ। ଏଇଟା ସିଗାରେଟ ନୁହଁ ଏଇଟା ବା ଚକଲେଟ। ମୋର ଫ୍ରାଙ୍କଟା କେନ୍ତା ଲାଗଲା। କାଲିର ବାସି ଭାତ ସହ ଖାଇଥିଲି ଟମାଟୋ ପିଆଜ ମିକ୍ସଚର। 8 ଦିନ ହେଲାଣି ଆମ ଆଡେ ଖାଲି ବାଦୁଲିଆ ପାଗକୁ ବର୍ଷା। ଭାରି ମଜା ଲାଗୁଛି ଖରାର ନାହିଁ ଖୋଜ ଖବର। ବୁଲି ବୁଲିକି ମିଠା ମିଠା ପାଗର ଆନନ୍ଦ ନେଲି। ଆଲୋ ସେପଟେ ଆଳୁ ଚପ ବନେଇବା ପାଇଁ ଆଳୁ ମଟର ସିଝେଇଥିଲି ଗୋଲା ଦହି ହେଇଯିବଣି ସେଥିପାଇଁ ପୋଡି ହାବୁଡି ଦୌଡିଥିଲି। ହେ ପ୍ରଭୁ ରକ୍ଷା ହେଲା। ଆଉ ଗୋଟେ ସିଟି ମାରିଥିଲେ ତ କାଞ୍ଜି ପାଣି ହେଇଯାଇଥାନ୍ତା। ତାପରେ ଭୃଷଙ୍ଗ ପତ୍ର 2ଟା ଆଣି ଆଳୁ ଚପର ମସଲା ରେଡି କରିଦେଲି। ଏପଟେ ବେସନ ଘୋଳ ବି ତିଆରି ଦେଲି। ଅଧା ମସଲା ରଖି ଅଧା ମସଲାକୁ କରିଦେଲି ଝୋଳ। ତାପରେ ତ ଆଳୁ ଚପ ବନେଇବା ପାଇଁ ମସଲାକୁ କରିଦେଲି ଗୋଲ ଗୋଲ। ଆଉ କଣ ଗରମ ତେଲରେ ପକେଇଦେଲି ଫୁଟୁଥିଲା ଖୋଲ ଖୋଲ। ଆଳୁ ଚପ ସହ ବନେଇଥିଲି ପକୁଡି। ଖାଇବା ଥାଳିଟା ରେଡି କରି ଆଣିବାକୁ ଗଲି ମୁଢି। ଓ ଗରମା ଗରମ ଆଳୁ ଚପରେ ମୁଢିର କି କମ୍ବିନେସନ। ସେଥିରେ କି ହେଲେ ମୁଢି ଡବାରେ ମୁଢି ନଥିଲା ଲାଗିଲା ଭାରି ଟେନସନ। ଆମ 2 ଛୁଆଙ୍କୁ ଦେଇଦେଲି ଗୋଟେ ଥାଳିରେ ଆଉ ମୁଁ ନେଇ ଆସିଲି ଆଉ ଗୋଟେ ଥାଳିରେ। ଜାକି ଭର୍ତ୍ତି ଦେଲି ଯାହା ଧରିଲା ପେଟରେ। ହର ହର ମହାଦେବ।